ନଭେମ୍ବରରୁ ଡିସେମ୍ବର ମାସ ଭିତରେ ଯଦି ଆପଣ କିଛି ଗଛ ଆଣିବା ପାଇଁ ଚାହୁଁଛନ୍ତି ଆଉ ସେଥିରୁ ପୁଣି ବହୁତ କମ୍ ଦିନରୁ ଫୁଲ ଦେଖିବା ପାଇଁ ଚାହୁଁଛନ୍ତି, ତାହେଲେ ପ୍ରଥମେ ମୁଁ କହିବି ଏଇ ଗଛ ହିଁ ଆଣନ୍ତୁ। ଏଇଭଳି ମେରିଗୋଲ୍ଡ ଯଦି ଆଣୁଛନ୍ତି ତାହେଲେ ଆପଣ ସେଇଥିରୁ ବହୁତ ସାରା ଗଛ କରିପାରିବେ। କାରଣ ଏ ଡାଳରୁ ଲାଗିବା ବହୁତ ସହଜ। ତା ସହିତ ଇଏ ଶୀତର ଆରମ୍ଭରୁ ହିଁ ଫୁଲ ଦେବା ଆରମ୍ଭ କରିଥାଏ। ଆଉ ଗୋଟେ ଗଛରେ ଆପଣ ବହୁତ ସାରା ଫୁଲ ଦେଖିବାକୁ ପାଇବେ। ଇଏ ତ ହଉଛି ଆମର ଆସିବ କଟିକି ଗେଣ୍ଡୁ। କଟିକି ଗେଣ୍ଡୁ କେବଳ ନୁହଁ, ବାରମାସୀ ଗେଣ୍ଡୁ, ମାୟା ଗେଣ୍ଡୁ, ତା ସହିତ କିଛି ଇନକା ଗେଣ୍ଡୁ। ଏ ସବୁ ଗେଣ୍ଡୁ ନିହାତି ଭାବରେ ଆପଣଙ୍କ ବଗିଚାରେ ଆଡ୍ କରନ୍ତୁ। ପ୍ରଥମେ ପ୍ରଥମେ ଯଦି ଏକୁ ଲଗେଇ ଦଉଛନ୍ତି ନଭେମ୍ବରରୁ କିମ୍ବା ଡିସେମ୍ବର ମାସ ଭିତରେ, ତାହେଲେ ଆପଣଙ୍କ ଗଛ ଆଉ ବଗିଚାରେ ଏଇ ଫୁଲ ପ୍ରଥମେ ଦେଖିବାକୁ ମିଳିବ। ତା ସହିତ ଯଦି ଏକୁ ଫୁଲ ବାରମ୍ବାର କାଟିକି ଡାଳକେନା କିଛି କାଟିକି ଲଗେଇ ଦଉଛନ୍ତି, ଏଇ ଗଛ ଆପଣ ବାରମାସୀ ବି ମଧ୍ୟ ରଖିପାରିବେ। ତା ସହିତ ଏଇ ଧଳା ଗେଣ୍ଡୁ ଜମାରୁ ବି ଆଣିବାକୁ ଭୁଲିବେନି, କାରଣ ଇଏ ଗୋଟେ ଏମିତି ଗୋଟେ ଫୁଲ ଗଛ ଯୋଉଥିରେ ଗଛର ମଞ୍ଜି ରହିବା ବହୁତ ସହଜ। ଆଉ ସେ ମଞ୍ଜିରୁ ଗଛ କରିବା ବି ବହୁତ ସହଜ। ସେଥିପାଇଁ ଏଥର ମୋତେ ତ ବହୁତ ହି ବଢ଼ିଆ ଲାଗିଲା ଏଇ ଧଳା ଗେଣ୍ଡୁ। ଆଉ ଇଏ ବି ମଧ୍ୟ କିଛି ମଞ୍ଜିରୁ ଗ୍ରୋ କରିଥିଲି, ଆଉ କିଛିଟା ଡାଳ ଆଣିକି ଲଗେଇଥିଲି। ଆଉ ଗୋଟିଏ ଆଣିଥିଲି ସେଟା ହେଉଛି ଗଛ, ଯୋଉଥିରେ ଏବେ ବହୁତ ସାରା ଫୁଲ ଦଉଛି। ଆଉ ଫୁଲର ଧରଣ ବହୁତ ବଢ଼ିଆ ଅଛି। ଆଉ ଫୁଲର ପାଖୁଡ଼ା ଗୁଡ଼ାକ ସବୁଠୁ ଭଲ କଥା ହେଲା ସେ ପୁରା ଟାଇଟ୍ ଅଛି। ତ ସେଥିପାଇଁ ମୋତେ ଏଇ ଫୁଲଟା ବହୁତ ହି ପସନ୍ଦ। ତ ସେଥିପାଇଁ ଏଥରକ ମୁଁ ସବୁ ଫୁଲକୁ ଛାଡ଼ିଛି ଧଳା ଗେଣ୍ଡୁର। ଆଉ ଏ ଫୁଲ ତ ଜମା ମୁଁ ଠାକୁର ପୂଜା ପାଇଁ ତୋଳୁନାହିଁ। ଆଉ ଏଇ ଫୁଲର ଯାହା ଯେତିକି ମଞ୍ଜି ବାହାରିବ ସେଇ ସବୁକୁ ପୁଣି ପକେଇକି ଗଛ କରିବି। କାହିଁକିନା ଏଟା ହେଉଛି ମୋର ଅଲ୍ ସିଜନ୍ ଫ୍ଲାୱରିଂ ପ୍ଲାଣ୍ଟ। ତାପରେ ଆମର ଆସିବ ଏଇଟା ହେଉଛି ଇଣ୍ଡିକା ଗେଣ୍ଡୁ। ଇଣ୍ଡିକା ଗେଣ୍ଡୁ ବାରମାସୀ ଗଛ ନୁହଁ, ଏଇଟା କେବଳ ସିଜନାରୀ ଗଛ ଯାହା ଶୀତ ଦିନରେ ଫୁଟିଥାଏ। କିନ୍ତୁ ଏଟାର ଭଲ ଗୁଣ ହେଲା ଶୀତ ଦିନର ପ୍ରଥମରୁ ହିଁ ଏହାର ଫୁଲର ଦର୍ଶନ ମିଳିଥାଏ। ଏ ବହୁତ କମ୍ ଦିନରେ ଫୁଲ ଦେଇଥାଏ। କିନ୍ତୁ ଗଛର ମାତ୍ର 4ରୁ 5ଟା ଭଳିଆ ଫୁଲ ଫୁଟିଥାଏ, ତାପରେ ଗଛ ଧୀରେ ଧୀରେ ଡାଉନ୍ ହେବାକୁ ଲାଗିଥାଏ। ଯଦି ପରଫେକ୍ଟ କେୟାର ନେଇଯାଉଛନ୍ତି ତାହେଲେ ଆପଣଙ୍କ ଗଛରେ ସବୁବେଳେ ପାଇଁ ଫୁଲ ଫୁଟିବ। ଯେମିତି ଆପଣ ବୋନ୍ ମିଲ୍ ଦେଇଦିଅନ୍ତୁ, ଆପଣଙ୍କ ଗଛରେ ଏମିତି ଲଦା ହେବ ଫୁଲ।